ଦୀର୍ଘ 12 ବର୍ଷ ପରେ ମିଥୁନ ରାଶି ପାଇଁ ଖୋଲିବାକୁ ଯାଉଛି ଭାଗ୍ୟୋନ୍ନତିର ରାସ୍ତା। ଗ୍ରହ ଜଗତରେ ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଗୋଚର 2026 ମସିହାରେ ମିଥୁନ ରାଶି ଉପରେ ବଡ଼ ପଜିଟିଭ୍ ରେଜଲ୍ଟ ବା ସକାରାତ୍ମକ ପ୍ରଭାବ ପକାଇବ। 2026 ମସିହା ବର୍ଷ ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଭାଗ୍ୟୋନ୍ନତିର ବର୍ଷ ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ବୃହସ୍ପତି ମିଥୁନ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ମିଥୁନ ରାଶି ଜାତ ବ୍ୟକ୍ତି ଧର୍ମକର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ଆଧ୍ୟାତ୍ମିକ ଜଗତ ପ୍ରତି ଆକୃଷ୍ଟ ହେବେ। ଆର୍ଥିକ ଅଭିବୃଦ୍ଧି ଲାଗି ରହିବ। ନାମ ଓ ଯଶ କମାଇବେ। ପ୍ରେମ ସମ୍ପର୍କରେ ରହିଥିଲେ ପ୍ରେମ ବିବାହ କରିବାର ବହୁତ ସମ୍ଭାବନା ରହିଅଛି। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିବେ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ବୃହସ୍ପତି ମିଥୁନ ରାଶିର ଦ୍ୱିତୀୟ ଭାବ ବା ଧନ ଭାବ କର୍କଟ ରାଶିରେ ଅବସ୍ଥାନ କରିବେ। କର୍କଟ ରାଶି ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କର ଉଚ୍ଚ ରାଶି ହୋଇଥିବାରୁ ଏହି ସମୟରେ ମିଥୁନ ରାଶି ଜାତ ବ୍ୟକ୍ତିଙ୍କର ପାରିବାରିକ ସୁଖ ଶାନ୍ତି ଓ ସମୃଦ୍ଧି ବିରାଜମାନ କରିବ। ଘରେ ବା ପରିବାରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ମିଥୁନ ରାଶିର ଧନ ଭାବରେ ଅବସ୍ଥିତ ଉଚ୍ଚସ୍ଥ ବୃହସ୍ପତି ମହାଗ୍ରହଙ୍କ ଆଶୀର୍ବାଦରୁ ମିଥୁନ ରାଶି ଜାତ ବ୍ୟକ୍ତି ଏହି ସମୟରେ ପ୍ରଚୁର ଅର୍ଥ ଉପାର୍ଜନ କରିବାକୁ ସମର୍ଥ ହେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ମିଥୁନ ରାଶି ପାଇଁ ଆର୍ଥିକ ଝଡ଼ ସୃଷ୍ଟି ହେବ। ପୈତୃକ ସମ୍ପତ୍ତିରେ ମାଲିକାନା ସତ୍ତ୍ୱ ହାସଲ ହେବ। ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କରେ ଅର୍ଥ ସଞ୍ଚୟ କରି ରଖିପାରିବେ। ଆପଣଙ୍କର ସୁନ୍ଦର ଓ ସ୍ଥିତପ୍ରଜ୍ଞ କଥା ଅନ୍ୟମାନଙ୍କର ମନ କିଣିନେବ। ବିଭିନ୍ନ ସଭା ସମିତି ତଥା କାର୍ଯ୍ୟକ୍ରମମାନଙ୍କରେ ପ୍ରବଚନ ଦେବା ପାଇଁ ନିମନ୍ତ୍ରଣ ଆସିବ। ସାଧୁସଙ୍ଗ ଲାଭ କରିବା ପାଇଁ ସୁଯୋଗ ମିଳିବ। 2026 ମସିହା ଅକ୍ଟୋବର ମାସ 31 ତାରିଖ ପରେ ବୃହସ୍ପତି ସିଂହ ରାଶିରେ ପ୍ରବେଶ କଲେ ନିଜ ପରାକ୍ରମରେ ବାଣିଜ୍ୟ ବେପାର କ୍ଷେତ୍ରରେ ବିସ୍ତାର କରାଇବେ। ସହଯୋଗୀମାନଙ୍କ ସହିତ ମିଶି ଯୌଥ ବ୍ୟବସାୟ ଆରମ୍ଭ କରିବେ। ବ୍ୟବସାୟ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ପଡ଼ିବ। ପୂର୍ବରୁ ସରକାରୀ ସ୍ତରରେ ବାକି ପଡ଼ି ରହିଥିବା କାମ ସୁଚାରୁ ରୂପେ ସମ୍ପନ୍ନ ହୋଇଯିବ। ନୂତନ ମିତ୍ରମାନଙ୍କ ସହିତ ମିତ୍ରତା ସୂତ୍ରରେ ଆବଦ୍ଧ ହେବେ। ଏ ତ ଗଲା ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ 2026 ମସିହା ବୃହସ୍ପତି ମହାଗ୍ରହଙ୍କ ଗୋଚରର ଫଳ। ବୃହସ୍ପତି ମହାଗ୍ରହଙ୍କର ଶୁଭତ୍ୱର ବୃଦ୍ଧି ପାଇଁ ବା ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ମିଥୁନ ରାଶି ଜାତ ବ୍ୟକ୍ତି ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ରାଶି ଜାତ ବ୍ୟକ୍ତିଙ୍କର ପାଇଥିବା ବା ପାଇବାକୁ ଥିବା ଶୁଭ ପରିମାଣର ଶୁଭତ୍ୱ ବହୁଗୁଣରେ ବୃଦ୍ଧି ପାଇଥାଏ ଏବଂ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।